এইটাରେ ଆମ ମୁଣ୍ଡ ତଳକୁ ନଇ ଯିବା କଥା। ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରୁ ବିଲଙ୍ଗସ୍ କରୁଛନ୍ତି ଆଉ ସାରା ଭାରତବର୍ଷ କ'ଣ ଆପଣଙ୍କର ଫରେନ୍ କଣ୍ଟ୍ରି ମାନେ ମଧ୍ୟ ଜାଣିଲେ, ବିଦେଶରେ ଜାଣିଲେ ଯେ ଏଇ ନେତା ଏଇଭଳି ଭାବରେ ଯେଉଁ ହେଇଛି ନିଟ୍ ପେପର ଲିକ୍ରେ ସମ୍ପୃକ୍ତ ଅଛନ୍ତି। ଦେଖନ୍ତୁ ଏ ପରିପ୍ରେକ୍ଷୀରେ ମୁଁ ଜେନ୍ଜି ଯେଉଁମାନେ ପିଲାମାନେ ଅଛନ୍ତି ତାଙ୍କ ସାହସକୁ ମାନେ ସାଲ୍ୟୁଟ୍ କରିବି ଏବଂ ଅତି କ୍ଷୋଭର ବିଷୟ ଯେ ଆମ ଜେନେରେସନ୍ ଯେଉଁଟା କରିବା କଥା ଆମେ କରିପାରିଲେନି, ଆମ ପିଲାମାନେ ଆଜି ଯେଉଁ ସାହସିକତାର ହିସାବରେ ସେମାନେ ରାଜରାସ୍ତାକୁ ଓହ୍ଲାଇଲେ ଆଉ ସରକାରକୁ ବିରୋଧୀ କଲେ ଆଉ ଲୋକତନ୍ତ୍ରକୁ କେଉଁଠି ନା କେଉଁଠି ମାନେ ଜଗେଇବା ପାଇଁ ଚେଷ୍ଟା କଲେ, ସେମାନଙ୍କ ସାହସକୁ ଆଉ ସେମାନଙ୍କର ଯେଉଁ ଧୈର୍ଯ୍ୟକୁ ଆମେ ସାଲ୍ୟୁଟ୍ କରୁଛେ। ଏ ଯେଉଁ ପିଲାମାନେ ଆଗକୁ ଯାଇଛନ୍ତି, ବହୁତ ନେତା ମନ୍ତ୍ରୀଙ୍କର ପିଲାମାନେ ମଧ୍ୟ ଆଗକୁ ଯାଇଛନ୍ତି, କାରଣ ସେମାନେ ଜାଣୁଛନ୍ତି, ସେମାନେ ପାଠ ପଢ଼ୁଛନ୍ତି, ସେମାନେ ଦେଶ କେଉଁ ଅବସ୍ଥାକୁ ଗଲାଣି ସେମାନେ ଜାଣିଛନ୍ତି ବୋଲି ଆଜି ଆଗକୁ ଯାଇ ସେମାନେ ଦେଶର କଥା ଭାବିଛନ୍ତି। ଯେମିତି ଆମର ସେନାମାନେ ଦେଶର ବାହାରେ ରହିକିରି ଯୁଦ୍ଧ କରୁଛନ୍ତି, ମୁଁ ସମସ୍ତ ପିଲାମାନେ ଯେଉଁମାନେ ଆଜି ସେ ଜେନ୍ଜିମାନଙ୍କ ଷ୍ଟ୍ରାଇକ୍ରେ ଯୋଗ ଦେଇଥିଲେ, ମୁଁ ସମସ୍ତଙ୍କୁ ଗୋଟେ ଗୋଟେ ସେନାର ଅଧିକାରୀ ବା କର୍ମକର୍ତ୍ତା ବୋଲି ଭାବୁଛି, କାରଣ ସେ ଦେଶ ଭିତରେ ଯେଉଁ ଲଢ଼େଇ ଚାଲିଛି ସେଇଥିରେ ଅଂଶଗ୍ରହଣ କରିଛନ୍ତି ଆଉ ଲୋକତନ୍ତ୍ରକୁ ବଜାୟ ରଖିବା ପାଇଁ ପଦକ୍ଷେପ ନେଇଛନ୍ତି। ନିଶ୍ଚୟ ଦେଖନ୍ତୁ, ରାହୁଲ ଗାନ୍ଧୀ ପ୍ରତିପକ୍ଷଙ୍କର ନେତା, ସିଏ ଯେଉଁ କଥା ପୂର୍ବରୁ କହିଛନ୍ତି ଏବେ ସେୟା ହିଁ ଘଟିଛି। ଆଉ ଯେଉଁଭଳି ଭାବରେ ରାହୁଲ ଗାନ୍ଧୀ ବହୁତ ଚମତ୍କାର ଭାବରେ ଜେନ୍ଜିମାନଙ୍କର ମନକୁ କିଣି ପାରିଛନ୍ତି ଏବଂ ଯୁବକମାନଙ୍କୁ ଛାତ୍ରମାନଙ୍କ ସହିତ ମିଶିକିରି ଏ ସରକାରଙ୍କୁ ବିରୋଧ କରୁଛନ୍ତି, ସେଇଟା ଗୋଟେ ଚମତ୍କାର ପ୍ରଭାବ ପକାଇଛି ସମଗ୍ର ଭାରତବର୍ଷରେ। ଲୋକ ଜାଣିସାରିଲେଣି, ପିଲାମାନେ ଜାଣିସାରିଲେଣି କ'ଣ ହେଉଛି, ଏ ସରକାର କେଉଁଭଳି ଭାବରେ ମାନେ ଦେଶକୁ ଲୁଟୁଛନ୍ତି ଏବଂ କେଉଁଭଳି ଭାବରେ ଆମର ମହଙ୍ଗାଇ ହେଉ, ଆପଣଙ୍କ ପିଲାମାନଙ୍କ ଭବିଷ୍ୟତ ହେଉ, ନିଯୁକ୍ତି ବିଷୟରେ ହେଉ, ଆପଣଙ୍କର ଦରଦାମ ହେଉ, ସବୁ ପରିପ୍ରେକ୍ଷୀରେ ଦେଶକୁ ବିକ୍ରି କରିସାରିଲେଣି। ଦୁଇଟା ବେପାରୀଙ୍କ ହାତରେ ଦେଶକୁ ପୁରା ବିକ୍ରି କରିସାରିଲେଣି। ସବୁ ଜିନିଷରେ ପ୍ରାଇଭେଟେସନ୍ କରିକିରି ଖାଲି ତାଙ୍କର କମିଶନ୍ ପକାଇକିରି ଦେଶକୁ ଛାରଖାର କରିସାରିଲେଣି। ସେଥିପାଇଁ ରାହୁଲ ଗାନ୍ଧୀ ଯେଉଁ ପଦକ୍ଷେପ ନେଇଛନ୍ତି, ଦେଶର ଭବିଷ୍ୟତ ଯୁବକ ଏବଂ ଛାତ୍ରମାନଙ୍କୁ ଏକତ୍ରିତ କରି ଏଇ ଦୁଚାରି ଶାସକମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ, ସେଥିପାଇଁ ଆମେ ତାଙ୍କୁ ସ୍ୱାଗତ କରୁଛୁ। ଓଡ଼ିଶା ମାଟି ସବୁବେଳେ ରାହୁଲ ଗାନ୍ଧୀକୁ ସ୍ୱାଗତ କରିବ। ଯଦି ରାହୁଲ ଗାନ୍ଧୀ ଆସୁଛନ୍ତି ଓଡ଼ିଶା, ତାହେଲେ ଓଡ଼ିଶାରେ ଗୋଟେ ବଡ଼ ପରିବର୍ତ୍ତନ ଘଟିବ ବୋଲି ଆମେ ଆଶା କରୁଛୁ। ଦେଖନ୍ତୁ এইটারে ଆମ ମୁଣ୍ଡ ତଳକୁ ନଇ ଯିବା କଥା। ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରୁ ବିଲଙ୍ଗସ୍ କରୁଛନ୍ତି ଆଉ ସାରା ଭାରତବର୍ଷ କ'ଣ ଆପଣଙ୍କର ଫରେନ୍ କଣ୍ଟ୍ରି ମାନେ ମଧ୍ୟ ଜାଣିଲେ, ବିଦେଶରେ ଜାଣିଲେ ଯେ ଏଇ ନେତା ଏଇଭଳି ଭାବରେ ଯେଉଁ ହେଇଛି ନିଟ୍ ପେପର ଲିକ୍ରେ ସମ୍ପୃକ୍ତ ଅଛନ୍ତି। ତ ଓଡ଼ିଶାର ମାନ ଇଜ୍ଜତ ଯେଉଁ କେଉଁଠି ନା କେଉଁଠି ତଳକୁ ଯାଇଛି। ତେଣୁ ସିଏ ଯେଉଁ ଆସିଲେ ଆଉ ଏମାନେ ନେତା ମନ୍ତ୍ରୀ ଯାଇ ତାକୁ ସେଠି ସ୍ୱାଗତ କଲେ, ଏଇଠୁ ଆମେ ଭାବିଦେବା ଦରକାର ଏ ନେତା ମନ୍ତ୍ରୀମାନଙ୍କର କୌଣସି ମେରୁଦଣ୍ଡ ନାହିଁ। ଏମାନେ ଗୋଟେ ଦଳ ଯୋଗୁଁ ପରିଚାଳିତ, ଏମାନେ ନିଜର ପଦ ପାଇପାରିନଥାନ୍ତେ। ଆଜି ଗୋଟେ ସେଇଭଳିଆ ଲହର ଆସିଲା ବୋଲି ସେ କେଉଁଠି ନା କେଉଁଠି ସେ ପଦ ପାଇଯାଇଛନ୍ତି। ତେଣୁ ତାଙ୍କର ସାହସ ନାହିଁ ଯେ ସତ୍ୟର ସହିତ ଛିଡ଼ା ହେବା ପାଇଁ, ନହେଲେ ତାଙ୍କୁ କେଉଁଠି ନା କେଉଁଠି ଲଜ୍ଜା ଲାଗିଥାନ୍ତା। ତାଙ୍କ ପିଲାମାନଙ୍କ ଭବିଷ୍ୟତ ନେଇକରି ଯେଉଁଠି ଧର୍ମେନ୍ଦ୍ର ପ୍ରଧାନ ଖେଳିଛନ୍ତି ଆଉ ସାରା ଭାରତବର୍ଷ ତାଙ୍କୁ ବିରୋଧ କରୁଛନ୍ତି, ଆମ ପିଲାମାନେ ବିରୋଧ କରୁଛନ୍ତି, କେଉଁଭଳି ଭାବରେ ପିଲାମାନଙ୍କୁ ଅତ୍ୟାଚାର କରାଯାଇଛି, ଲାଠିମାଡ଼ କରାଯାଇଛି। ତ ଆମର ଯେଉଁ ଏଇଠି ଅଛନ୍ତି ନେତା ମନ୍ତ୍ରୀମାନେ ବିଜେପି ଦଳର, ସେମାନେ ସେଇଠିକି ଯାଇକି ତାଙ୍କୁ ସ୍ୱାଗତ କରିବା କେଉଁଠି ନା କେଉଁଠି ସମଗ୍ର ବିଜେପି ସରକାରର ଆଭିମୁଖ୍ୟ ପିଲାଙ୍କ ପ୍ରତି, ଶିକ୍ଷା ପ୍ରତି କ'ଣ ସେଟା ଲୋକ ପଦାରେ ପକାଇଛି ଆଉ ବହୁତ ଦୁର୍ଭାଗ୍ୟଜନକ ଏ କଥା।